13 ଅଧ୍ୟାୟକୁ ଖୋଲିକି ରଖିଥାନ୍ତୁ। ମାର୍କ ପୁସ୍ତକ 13 ଅଧ୍ୟାୟକୁ ଆମେ ଯେତେବେଳେ ଧ୍ୟାନ କରୁଛୁ, ସାଧାରଣତଃ ଗୋଟେ ଆଇଡିଆ ଆସେ, ସେଠି ଯୀଶୁଙ୍କର ଦ୍ୱିତୀୟ ଆଗମନ କଥା ସେ ଜାଗାରେ ଲେଖାଯାଏ। ଆଉ ଦ୍ୱିତୀୟ କଥା 1-2 ପଦରେ ଆପଣ ଯଦି ଦେଖିବେ, 1-2-3 ପଦରେ ସେ ଜାଗାରେ ଆଉ ଆମକୁ ପ୍ରସ୍ତୁତ ହେବା କଥା ଲେଖାଯାଏ। ହୋଲ ଚାପ୍ଟରକୁ ଯଦି ଆମେ ଦେଖିବା, ଯୁଗର ଶେଷ କଥା, ବିଭିନ୍ନ ଲକ୍ଷଣ କଥା ଆମମାନେ ଦେଖିବାକୁ ପାଉ। ଉତ୍ତମ କଥା ଆଉ ଦ ବ୍ୟୁଟିନେସ୍ ହଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 2000 ବର୍ଷ ତଳେ ଆକୁ ଆପଣା ଶିଷ୍ୟମାନଙ୍କୁ କହିଥିଲେ, ଆଉ ସେମାନଙ୍କୁ କହିଲେ ତୁମମାନେ ଜାଗ୍ରତ ଥାଅ। ମୋର ଆଜିର ଟପିକ ହଉଛି ତୁମମାନେ ଜାଗ୍ରତ ଥାଅ, ସାବଧାନ ଥାଅ। ଏଇ ବାକ୍ୟ କହିଲା ବେଳେ ଯୀଶୁ ଶିଷ୍ୟମାନଙ୍କୁ ବିଭିନ୍ନ କଥାକୁ ସେ ମନେ ପକେଇବା ଦେବାକୁ ଚାହୁଁଛନ୍ତି, କାରଣ ଅଳ୍ପ ସମୟ ପରେ ତାଙ୍କର ମୃତ୍ୟୁ ହବ। ଶିଷ୍ୟମାନଙ୍କ ସାଙ୍ଗେ ସେ ରହିବେ ନାହିଁ, ଆଉ କ୍ଲେଶ ହବ, କଷ୍ଟ ହବ, ଦୁଃଖ ହବ। ସେମାନଙ୍କୁ ବିଚାର ସ୍ଥାନକୁ ନିଆଯିବ। ସେମାନଙ୍କ ଯୋଉ ବିଶ୍ୱାସ ଅଛି, ସେମାନଙ୍କ ଅନେକ ଲୋକ ତାକୁ ହରେଇବେ। ଏଇ କଥା ଯୀଶୁ ଜାଣିଥିଲେ। ସେଥିପାଇଁ ମାର୍କ 13 ଅଧ୍ୟାୟର ଯେତେବେଳେ ଆରମ୍ଭ କଥା ଆମେ ଦେଖୁଛୁ, ସେମାନଙ୍କୁ ସଜାଗ କରୁଛନ୍ତି। ସେମାନଙ୍କୁ ସିଏ ଆଉ ଆଲର୍ଟ ହେଇ ରୁହ ତମ ସ୍ପିରିଟରେ ବୋଲି କହୁଛନ୍ତି। ଆଉ ତାଙ୍କର ଆହ୍ୱାନକୁ ଧରି ରଖ। ସମସ୍ୟା କ୍ଲେଶ ଅଛି, ଆଉ ତେଣୁ ତୁମେ ଜାଗ୍ରତ ହେଇ ରୁହ ବୋଲି ତାକୁ ସେ ଶିଷ୍ୟମାନଙ୍କୁ ସେ କହନ୍ତି। ଯଦି 1-2 ପଦ ଯଦି ଆମେ ଦେଖିବା, ସେ ଜାଗାରେ ଶିଷ୍ୟମାନେ ମନ୍ଦିରକୁ ଗଲା ବେଳକୁ ମନ୍ଦିରକୁ ଦେଖୁଛନ୍ତି। ମନ୍ଦିର ବହୁତ ସୁନ୍ଦର, ହେରୋଦ ରାଜାଙ୍କ ଦ୍ଵାରା ତାକୁ ରେନୋଭେସନ କରାଯାଇଥିଲା। ଯୁଦୀୟ ଲୋକମାନଙ୍କୁ ସେ ଆଉ ଖୁସି କରିବା ପାଇଁ ମନ୍ଦିରକୁ ବହୁତ ସୁନ୍ଦର ମାର୍ବଲ ପଥରରେ ସେ ତିଆରି କରିଥିଲେ। ବହୁତ ମୂଲ୍ୟବାନ ଜିନିଷ ଗୁଡାକ ଲଗା ଯାଇଥିଲା। ତାକୁ ଦେଖି ଶିଷ୍ୟମାନେ କହୁଛନ୍ତି, ଗୁରୁ, ଏ ପଥର ଗୁଡାକ, ଏ ପ୍ରାସାଦ, ଏ କାନ୍ଥ, ଏ ମନ୍ଦିର କେତେ ସୁନ୍ଦର। ସେମାନଙ୍କ ମନରେ ଅନେକ ଆନନ୍ଦ। କିନ୍ତୁ ଯୀଶୁ ସେମାନଙ୍କୁ କହୁଛନ୍ତି, ପିଲାମାନେ, ଏ ମନ୍ଦିର ଅଳ୍ପ ସମୟ ପରେ ରହିବ ନାହିଁ। ତାକୁ ଯୋଉ ସୌନ୍ଦର୍ଯ୍ୟ ତମେ ଦେଖୁଛ, ତାର ସୌନ୍ଦର୍ଯ୍ୟକୁ ସେ ହରାଇବ। ତାର ଯୋଉ ଏକତାକୁ ଦେଖୁଛ, ତାର ଏକତାକୁ ସେ ହରାଇବ। ତାର ଯୋଉ କାରିଗରିକ କାର୍ଯ୍ୟର ଶୈଳୀ ତମେ ଦେଖୁଛ, ସେ ସବୁ ହରାଇବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯୀଶୁ କାନେ କାନେ ଜାଗ୍ରତ କରିଥିଲେ। ଆଉ ଆଜି ଆମେ ଯୋଉ ଅଧ୍ୟାୟକୁ ଆମେ ପାଠ କରୁଛୁ, ଏହା ଦ୍ୱିତୀୟ ଆଗମନ କଥା। ଆଉ ଦ୍ୱିତୀୟ ଆଗମନର କଥା, 2ଟି କଥାକୁ ସେ ଚେତେଇ ଦେଇଥିଲେ। ପ୍ରଥମ କଥା ହଉଛି କେବେ ହବ ଆଉ କେମିତି ହବ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଉତ୍ତର ଥିଲା, କେବେ ଆଉ କେମିତି ସେଟା ତ ପର କଥା, କିନ୍ତୁ ତୁମମାନେ ପ୍ରତ୍ୟେକ ଅବସ୍ଥାରେ ଜାଗ୍ରତ ହେଇ ରହିଥାଅ। ଜାଗ୍ରତ ଶବ୍ଦ, ସାବଧାନର ଶବ୍ଦ ଯେତେବେଳେ ଆମେ ଶୁଣୁଛୁ, ସେତେବେଳେ କିଛି ଗୋଟେ ମନରେ ଆମମାନଙ୍କୁ ଅଙ୍କୁରିତ କରେ। ଜାଗ୍ରତ କଣ ପାଇଁ? ଜାଗ୍ରତ ବୋଲି ଶବ୍ଦ କହିଲେ ତାର ଅପୋଜିଟ ହଉଛି ଶୟନ, ଶୀତଳ, ଅପ୍ରସ୍ତୁତି। ହେଲେ ଆମେ ଯଦି ଗ୍ରୀକ ଭର୍ସନ ଆଉ ଇଂଲିଶ ଭର୍ସନ ଯଦି ଆମେ ଯଦି ଦେଖିବା, ସେ ଜାଗ୍ରତ ଶବ୍ଦକୁ ଆମେ ଯେତେବେଳେ ଦେଖୁଛୁ, ବଳକା ଆଉ ତାର ଆଉ ଅପୋଜିଟ ପର୍ସନକୁ ମୋର ଟପିକକୁ ମୁଁ ଯାଏ, ତାର ଅପୋଜିଟ ପର୍ସନ ହଉଛି ତୁମମାନେ ନିଦ୍ରିତ ନ ରୁହ, ଆପଣାକୁ ସଜାଗ କର। ଜାଗ୍ରତ ନ ହେବାର କାରଣ ହଉଛି ଅନେକ ସମୟ ଆମେ ନିଦ୍ରା ଯାଇଥାଉ। ଆମେ ତେଣୁକରି ସଂସାରରେ କୌଣସି କାମ କରିବାକୁ ହେଲେ ସେମାନଙ୍କୁ ଜାଗ୍ରତ ଦରକାର। କେହି ଜଣେ ସର୍ଭେ କରିକି କହୁଥିଲେ,
ପ୍ରତିଦିନ ପ୍ରାୟ 3% ଡ୍ରାଇଭର ରାତିରେ ମୃତ୍ୟୁବରଣ କରନ୍ତି। ସେମାନଙ୍କର ଚାଲିବା ସମୟରେ, ସେମାନେ ଗାଡି ଚଲେଇବା ସମୟରେ ସେମାନେ ସଜାଗ୍ରତ ନୁହନ୍ତି, ବେଳେ ବେଳେ ନିଦ ହେଇଯାଏ ସେମାନଙ୍କୁ, ଏବଂ ତଦ୍ୱାରା ସେମାନଙ୍କର ଜୀବନ ନଷ୍ଟ ହୁଏ। ଆଉ କେହି କେହି ଚାକିରି ବି ନିଦ୍ରା ଯୋଗୁ ଅଜାଗ୍ରତ ଯୋଗୁ ସେମାନେ ହରାନ୍ତି। ସଂସାରର କାର୍ଯ୍ୟ ପାଇଁ ସେମାନେ ଯେତେବେଳେ ନିଜକୁ ପ୍ରସ୍ତୁତ କରନ୍ତି, ତେବେ ଆମେ ଯେତେବେଳେ ଈଶ୍ୱରଙ୍କ ସେବାରେ ଅଛୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱୟଂ କହୁଛନ୍ତି ଆମେ କେତେ ଜାଗ୍ରତ ନ ହେବା। ଜାଗ୍ରତର ବିପରୀତ ଶବ୍ଦ ମୁଁ କହିଲି ଆପଣମାନଙ୍କୁ, ତାହା ହଉଛି ଅଜାଗ୍ରତ, ନିଦ୍ରା। ତେବେ ଆଉ ଆତ୍ମିକ ଭାବରେ ଆମେ ଯୀଶୁ ଯୋଉ କଥା କହିଛନ୍ତି, ଏଇ 2 ବର୍ଷ ହେଲାଣି ଅନେକ ସମୟରେ ଆମେ ସମସ୍ତ ହରେଇଛୁ। ଆମମାନଙ୍କର ନିଦ୍ରାରେ ଆମେ ଥିଲା ପରି ରହିଛୁ, ଆମେ ଜାଗ୍ରତ ହେଇନଥାଉ। ହିତୋପଦେଶ ତାର 6:9-11 ଲେଖାଯାଏ, ଶୟନକୁ ଭଲ ପାଉନାହିଁ, ନିଦ୍ରାକୁ ଭଲ ପାଉନାହିଁ, ଆଉ ତାହା ତୁମମାନଙ୍କର ଭବିଷ୍ୟତକୁ ନଷ୍ଟ କରିବ। ଆଉ ମଧ୍ୟ ହିତୋପଦେଶ 20:13 ଲେଖାଯାଏ, ନିଦ୍ରାକୁ ଭଲ ପାଉନାହିଁ। ଆମେ ଯଦି ପଢିବା ଆଉ ଉପଦେଶକ ତାର 10:18 ମଧ୍ୟ ଲେଖାଯାଏ ଯେ ନିଦ୍ରା ଆମର ଭବିଷ୍ୟତକୁ ନଷ୍ଟ କରେ, ନିଦ୍ରା ଆମର ଭବିଷ୍ୟତକୁ ନଷ୍ଟ କରେ। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସନ୍ଧ୍ୟାରେ ପ୍ରଭୁ ମତେ ମୋ ହୃଦୟରେ ଗୋଟେ ଚାଳନା ଦେଲେ, ଆମେ ଜାଗ୍ରତ ହେବା। ଯଦି ଚାଷୀ ତା ଚାଷରେ ଜାଗ୍ରତ ନ ହୁଏ, ତାହେଲେ ତାର ଫଳକୁ ହରେଇବ। ଯଦି ଚାକିରିଆ ତାର ଚାକିରିରେ ଜାଗ୍ରତ ନ ହୁଏ, ତା ଚାକିରିକୁ ହରେଇବ। ଯଦି ଛୁଆ ତା ପାଠରେ ଜାଗ୍ରତ ନ ହୁଏ, ତା ପାଠକୁ ହରେଇବ। ବିଶ୍ୱାସୀ ମାନେ ଯେତେବେଳେ ସେମାନଙ୍କର ଆତ୍ମିକ ଜୀବନ ପାଇଁ ସେମାନେ ଜାଗ୍ରତ ନ ହେବେ, ସେତେବେଳେ ସେମାନେ ତାଙ୍କର ମୁକୁଟକୁ ହରେଇବେ। ତେବେ ମୋଟି ଭାବରେ ଆମେ ଯୋଉ ଅଂଶକୁ ଆମେ ପାଠ କରିବା, ମୁଁ ଆପଣମାନଙ୍କ ପାଇଁ ଆଉ ଛୋଟିଆ ଅଂଶ ଗୋଟେ ରଖିଛି। 13 ଅଧ୍ୟାୟ ତାର ମାର୍କ ପୁସ୍ତକ, ମତେ କେହି ଜଣେ ପଢି 32 ପଦରୁ 35 ପଦ ପର୍ଯ୍ୟନ୍ତ ପଢି ସାହାଯ୍ୟ କରନ୍ତୁ, ତାପରେ ଆମେ ଆଗକୁ ଯିବା। କିନ୍ତୁ ସେଇ ଦିନ କି ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି। ତୁମେମାନେ ସାବଧାନ ହୋଇଥାଅ, ଜାଗି ରୁହ, କାରଣ ସେ ସମୟ କେବେ ହେବ ତାହା ତୁମେମାନେ ଜାଣ ନାହିଁ। ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣ ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରିକି ମଧ୍ୟ ଜଗି ରହିବାକୁ ଆଜ୍ଞା ଦେଇଅଛନ୍ତି। ଅତଏବ କାଳେ ଗୃହକର୍ତ୍ତା ଅକସ୍ମାତ୍ ଆସି ତୁମମାନଙ୍କୁ ନିଦ୍ରିତ ଦେଖନ୍ତି। 37 ପର୍ଯ୍ୟନ୍ତ ଆଜ୍ଞା। ସିଷ୍ଟର। ଏଥି ନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟା ବେଳେ କି ଅଧରାତିରେ କି କୁକୁଡା ଡାକିବା ସମୟରେ କି ସକାଳେ କେତେବେଳେ ଯେ ଆସିବେ ତାହା ତୁମେମାନେ ଜାଣ ନାହିଁ। ମୁଁ ତୁମମାନଙ୍କୁ ଯାହା କହୁଅଛି ତାହା ସମସ୍ତଙ୍କୁ କହୁଅଛି, ଜାଗ୍ରତ ଥାଅ। ଆମେନ୍। ଥ୍ୟାଙ୍କ ୟୁ ଭେରି ମଚ୍ ସିଷ୍ଟର। ତେବେ 33 ପଦରେ ଆମେ ଦେଖୁଛୁ, ତୁମମାନେ ସାବଧାନ ହୋଇଥାଅ। 36 ରେ ଆମେ ଦେଖୁଛୁ, ତୁମମାନେ ଜାଗ୍ରତ ହେଇଥାଅ। 37 ରେ ମଧ୍ୟ ଆମେ ଦେଖୁଛୁ, ତୁମମାନେ ଜାଗ୍ରତର ବାଣୀ। କାରଣ ତାଙ୍କ ମାଷ୍ଟର ତାଙ୍କ ପାଖେ ଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଷ୍ୟମାନେ ଥିଲେ। ତେଣୁକରି ପାଖରେ ଶିଷ୍ୟମାନେ ଯେତେବେଳେ ଥିଲେ, ଶିଷ୍ୟମାନେ କହୁଛନ୍ତି, ତୁମେ ତୁମ ସମୟକୁ ଜାଣିପାରିବ ନାହିଁ, ମୁଁ ଗଲା ପରେ ତୁମେ ଆସନ୍ତା କାଲି କଣ ହବ ଜାଣିପାରିବ ନାହିଁ, ହୁଏତ ଏ ଜଗତ କେବେ ଶେଷ ହବ ଜାଣିପାରିବ ନାହିଁ, ଆମେ କେହି ମଧ୍ୟ ସମୟକୁ ଜାଣିପାରିବା ନାହିଁ। ସେଥିପାଇଁ ଆମମାନଙ୍କୁ ଜାଗ୍ରତ ହେବାକୁ ପଡିବ। ଜାଗ୍ରତ ହେବା ପାଇଁ ଆମମାନଙ୍କୁ ନିଦ୍ରାକୁ ତ୍ୟାଗ କରିବାକୁ ପଡିବ। ଏଇ ଯୋଉ ଅଂଶରେ ଆଉ ମୁଁ ନିଦ୍ରା କଥା ଆପଣମାନଙ୍କୁ କହିବି। ଯେତେବେଳେ ଜଣେ ବ୍ୟକ୍ତି ନିଦ୍ରା ଯାଏ, ସେ ଜାଣି ଶୁଣିକରି ମଧ୍ୟ ନିଦ୍ରା ଯାଏ ଏବଂ ସେ ନେଚୁରାଲି ମଧ୍ୟ ନିଦ୍ରା ଯାଏ। ତେବେ ନିଦ୍ରିତରୁ ଜାଗ୍ରତ ହେବା ଏବଂ ଅଳସୁଆରୁ ଜାଗ୍ରତ ହେବା ଏବଂ ଆମମାନଙ୍କର କର୍ମଠ ହୋଇ ଆମମାନେ ଜୀବନ ଯାପନ କାଟିବା। ମୋର ପ୍ରଥମ କଥା ମୁଁ ଆପଣମାନଙ୍କୁ କହିବି ଯେ ଜଣେ ବ୍ୟକ୍ତି ଜଗତରେ ଯେତେବେଳେ ବାସ କରୁଛି, ଯୀଶୁଙ୍କର ଆଗମନ ପୁରା ଲେଟ୍ ହେଇଗଲାଣି, ସେତେବେଳେ ତାର ପ୍ରଥମ କର୍ତ୍ତବ୍ୟ ଆତ୍ମିକ ଭାବରେ ଆମେ ନିଦ୍ରାଳୁ ଅଟୁ। ଆମେ ଆତ୍ମିକ ଭାବେ ନିଦ୍ରାଳୁ ଅଟୁ।
ଆମମାନଙ୍କ ହୃଦୟ ସହିତ ପ୍ରଥମ କଥା ମୁଁ କହେ ଯେ ଏଠି ଯୋଉ ଜାଗ୍ରତ ଯୀଶୁ କହିଛନ୍ତି ଆମେ ଜାଗ୍ରତ ନେଇ ଆମମାନଙ୍କର ଆତ୍ମାରେ ଆମେ ନିଦ୍ରିତ ଅଟୁ। ଆମମାନେ ଧାରାବାହିକ ଖ୍ରୀଷ୍ଟିଆନ ଭାବେ ପ୍ରତିଦିନ ଜୀବନ ଯାପନ କାଟୁଛୁ, ଜୁମ ରେ ବସୁଛୁ, ଗିର୍ଜା ଯାଉଛୁ, ପ୍ରାର୍ଥନା କରୁଛୁ, ଆଉ ଆମେ ଭାବୁଛୁ ଯେ ଆମେ ସବୁ କିଛି ଠିକ ଠାକ ଅଛୁ, ଆମର ଜୀବନ ଠିକ ଅଛି, ତୁର୍କ ଆଜ୍ଞା ତ ଡାକିଛନ୍ତି, ପ୍ରାର୍ଥନା କରୁଛୁ, ଦାନ ଦଉଛୁ, ଗିର୍ଜା ଯାଉଛୁ, ସବୁ କରୁଛୁ। ଯୀଶୁଙ୍କର ଶିଷ୍ୟମାନଙ୍କ ଜୀବନରେ ମଧ୍ୟ ସେୟା ହିଁ ଥିଲା ଯେ ସେମାନେ ଭାବୁଥିଲେ ଆମେ ଠିକ ଅଛୁ, କିନ୍ତୁ ସେମାନଙ୍କ ଜୀବନରେ କିଛି ସମସ୍ୟା ରହିଛି। ସେଥିପାଇଁ ଯୀଶୁ କହିଲେ ତୁମ ଜୀବନରେ ଅନେକ ସମସ୍ୟା ରହିଛି। ଆତ୍ମିକ ନିଦ୍ରାଳୁ ପ୍ରଥମ ପର୍ସନ ହଉଛି ଜଣେ ବ୍ୟକ୍ତି ତା ଜୀବନକୁ ଯେତେବେଳେ ସଜାଗ ନ କରେ, ପ୍ରଥମ କାଇଣ୍ଡ ବ୍ୟକ୍ତି ହଉଛି ସେମାନେ ଆତ୍ମିକ ନିଦ୍ରାଳୁ। ବାଇବେଲ ପଢନ୍ତି, ପ୍ରାର୍ଥନା କରନ୍ତି, ଗିର୍ଜା ଯାଆନ୍ତି, କିନ୍ତୁ ଶୀତଳ ଭାବରେ ଜଷ୍ଟ ଗୋଟେ ଟ୍ରାଡିସନାଲ। ସେଥିପାଇଁ 33 ପଦରେ ଲେଖାଯାଏ, ପଢିଦିଅ ମା 33 ପଦରେ। ତୁମ୍ଭେମାନେ ସାବଧାନ ହୋଇଥାଅ, ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ, କାରଣ ସେ ସମୟ କେବେ ହେବ ତାହା ତୁମେମାନେ ଜାଣ ନାହିଁ। ସମୟ କେବେ ହେବ ତୁମେ ଜାଣ ନାହିଁ, କାଲିକି କଣ ଘଟିବ ତୁମେ ଜାଣ ନାହିଁ, ଯୀଶୁ କେବେ ଆସିବ ତୁମେ ଜାଣ ନାହିଁ, ଦ୍ୱିତୀୟ ଆଗମନ କେବେ ହବ ତୁମେ ଜାଣ ନାହିଁ। ସେଥିପାଇଁ ତୁମମାନଙ୍କୁ ଜାଗ୍ରତ ହେଇ ରହିବାକୁ ପଡିବ। ଖ୍ରୀଷ୍ଟିଆନ ଜୀବନ ଏକ ଜାଗ୍ରତ ଜୀବନ, କିନ୍ତୁ ଦୁଃଖର କଥା ଏଇ ଜାଗ୍ରତ ଜୀବନ ମଧ୍ୟରେ ଅନେକ ସମୟରେ ଆମେ ଆତ୍ମିକ ଭାବେ ଶୋଇ ପଡି ରହିଛୁ। ଆମମାନଙ୍କ ଜୀବନର ଉତ୍ଥାନ ନାହିଁ, ଆମମାନଙ୍କ ଜୀବନର ସଜାଗ ନାହିଁ। ତେବେ ଯୀଶୁ ସେଥିପାଇଁ କହିଲେ ଶେଷ କାଳରେ ଯୀଶୁ ଜାଣିଥିଲେ ଅନେକ ଲୋକ ସେମାନଙ୍କ ଜୀବନରେ ଆତ୍ମିକ ଭାବରେ ଶିଥିଳ ହେଇଯିବେ। ଯୀଶୁ ଜାଣିଥିଲେ ସେମାନଙ୍କ ଜୀବନରେ ସେମାନେ ସବୁ କରୁଛୁ ବୋଲିକରି ଭାବିବେ। ବେଳେ ବେଳେ କଳା ଚଷମା ପିନ୍ଧିଲେ କଳା ବିଷୟ ହିଁ ଦେଖାଯାଏ। ଆଉ ବେଳେ ବେଳେ ଯୋଉ ଜିନିଷ ଆମେ ଅଭ୍ୟସ୍ତ ହେଇଛୁ, ଆମେ ଯୋଉଟା ଜାଣିଛୁ ସେଇଟା ହିଁ ଆମକୁ ଠିକ ଲାଗେ। ବାକି ଯୀଶୁ କହୁଛନ୍ତି ତୁମେ ଯୋଉ ଜିନିଷ ଜାଣିଛ ସେଗୁଡାକ ଠିକ ନାହିଁ, କିନ୍ତୁ ମୁଁ ତୁମମାନଙ୍କୁ କହୁଛି ତୁମେ ଠିକ ବୋଲି ଭାବୁଛ, କିନ୍ତୁ ତମେ ଠିକ ନାହିଁ, ଜାଗ୍ରତ ହେବାକୁ ପଡିବ। ଯଦି ଜାଗ୍ରତ ନ ହବ ତେବେ ତୁମାନେ ବିନଷ୍ଟ ହବ। କାହିଁକି ଲୋକ ଆତ୍ମିକ ଭାବରେ, ମୁଁ ଆତ୍ମିକ ନିଦ୍ରାଳୁ ବୋଲି କହିଲି, ମୋର ପ୍ରଥମ ବ୍ୟକ୍ତି ହଉଛନ୍ତି ଆତ୍ମିକ ନିଦ୍ରାଳୁ। ପ୍ରଥମ ପଏଣ୍ଟ ହଉଛି କାହିଁକି ଲୋକ ଆତ୍ମିକ ଭାବେ ନିଦ୍ରାଳୁ ହେଇଯାଆନ୍ତି। ପ୍ରଥମ କଥା, ଆଜିର ଡିଜିଟାଲ ଯୁଗରେ, ଆଜିର ଏଇ ମୋବାଇଲ ଯୁଗରେ, ଆଜିର ଏଇ ଟିଭି ଯୁଗରେ ଆମେ ଏତେ ଅଭ୍ୟସ୍ତ ଯେ ଆମେ ଆଉ ବାଇବେଲ ପଢୁନା, ଆମେ ଆଉ ପ୍ରାର୍ଥନା କରୁନି, ଆମେ ଆଉ ଗିର୍ଜା ଯିବାକୁ ଇଚ୍ଛା କରୁନା। এই ଯୋଉ ଡିଜିଟାଲ ପ୍ଲାଟଫର୍ମ ଆମକୁ ଭ୍ରମ କରିଦଉଛି। ମୋବାଇଲ ଛୁଆ ମାନେ ଧରିଥିବେ, ପାଷ୍ଟର ମାନେ ମଧ୍ୟ ବାଇବେଲ ପଢନ୍ତି ନାହିଁ, ଭଲ ବିଶ୍ୱାସୀ ମାନେ ମଧ୍ୟ ବାଇବେଲ ପଢନ୍ତି ନାହିଁ। ଆମେ ଗୋଟେ ଅଭ୍ୟସ୍ତ ହେଇଯାଉଛୁ। ତେବେ ଆମମାନଙ୍କୁ ନିଦ୍ରାଳୁ କରିଦିଏ କଣ? ଆଜିର ଟେକ୍ନୋଲୋଜି ଆମମାନଙ୍କୁ ନିଦ୍ରାଳୁ କରିଦେଇଛି। ଯଦି ବା ଉତ୍ତମ କଥା, ଆମ ପାଇଁ ଜୁମ ଅଛି, ଉତ୍ତମ କଥା ଆମମାନଙ୍କ ପାଇଁ ଗୁଗୁଲ ମିଟ ଅଛି, ଉତ୍ତମ କଥା ଆମେ ବିଭିନ୍ନ ଇନଫର୍ମେସନ ପାଉଛୁ, କିନ୍ତୁ ଲୋକ ଏ ଡିଜିଟାଲ ଫର୍ମ ବାହାରିଲା ପରେ, ଡିଜିଟାଲ ଯୁଗ ଆସିଲା ପରେ ବାଇବେଲ ଆଉ ପଢୁନାହାନ୍ତି, ମୋବାଇଲରେ ଏତେ ଅଭ୍ୟସ୍ତ। ଆପଣ ଗୋଟେ ରେକର୍ଡ କରିକି ରଖନ୍ତୁ, ଆଲାରାମ କରିକି ରଖନ୍ତୁ, ଦିନରେ କେତେ ସମୟ ଆପଣ ବାଇବେଲ ପଢୁଛନ୍ତି। ରାତି 11ଟା ବେଳକୁ ଯଦି ଆପଣ ଦେଖିଲେ ଆପଣ ଜାଣିପାରିବେ ଦିନ ଯାହାକୁ କେତେ ସମୟ ଆପଣ ବାଇବେଲ ପଢି ମୋବାଇଲ ଧରିଛନ୍ତି। ଇଭାଲୁଏସନ କରନ୍ତୁ ବାଇବେଲ କିମ୍ବା ପଢବାଟା ଅନ୍ୟ ଅନ୍ୟ କେତେ କାମ କରୁଛନ୍ତି। ତେବେ ଯୋଉମାନେ ଅଭ୍ୟସ୍ତ, ଯୋଉମାନେ ଈଶ୍ୱରଙ୍କ ବାକ୍ୟକୁ ଆଉ ଅଗ୍ରାଧିକାର ଦିଅନ୍ତି ନାହିଁ, ତାହା ସେମାନେ ଏକ ନିଦ୍ରାଳୁ ସଦୃଶ୍ୟ ଅଟନ୍ତି। 30 ବର୍ଷ ଆଗରୁ ଆମେ ଯେତେବେଳେ ଦେଖୁଥିଲୁ କେବଳ ଗୋଟେ ଟିଭି ଥିଲା, ବ୍ଲାକ୍ ଆଣ୍ଡ ହ୍ୱାଇଟ ର। ସେତେବେଳର ଫୋନ ଥିଲା ଛୋଟିଆ, ଏଇ ଯୋଉ ବଡ ବଡ ଘର ମାନଙ୍କୁ ଥିଲା, ଛୋଟିଆ ମୋଟିଆ ଲୋକ ପାଖରେ ଥିଲା, ଘରେ ଫୋନ ଥିଲା, ଆଉ କିଛି ସେମାନେ ଜାଣୁନଥିଲେ। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମମାନଙ୍କ ଜୀବନକୁ ଏ
ଅଳସପଣ କରିଦଉଛି, ଆମମାନଙ୍କ ଜୀବନକୁ ଆତ୍ମିକ ନିଦ୍ରାଳୁ କରିଦଉଛି। ପ୍ରଥମ କଥା ହଉଛି ଆମମାନଙ୍କର ଡିଜିଟାଲ ପ୍ଲାଟଫର୍ମ। ସେଥିପାଇଁ ଆମମାନଙ୍କୁ ଜାଗ୍ରତ ହେବାକୁ ପଡିବ। ଆମମାନେ ଆତ୍ମିକ ଭାବରେ ବଢୁନା, ଆମେ ଆତ୍ମିକ ଭାବରେ ଆଗକୁ ଚିନ୍ତା କରୁନା। ସେଥିପାଇଁ ମାର୍କ ପୁସ୍ତକରେ ମାର୍କ ଲେଖନ୍ତି ଯୀଶୁଙ୍କର ଏଇ ବାଣୀ, ତୁମମାନେ ସାବଧାନ ହେଇଥାଅ, ଜାଗ୍ରତ ହେଇଥାଅ, ବିଭିନ୍ନ ଦଣ୍ଡ ଅଛି, ଲକ୍ଷଣ ଅଛି। ତୁମେ ଯଦି ସାବଧାନ ନ ହବ ତାହେଲେ ତୁମେ ଦଣ୍ଡ ପାଇବ। କେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ ତୁମେ ଜାଣିପାରିବ ନାହିଁ। ତୁମେ ମୋବାଇଲ ଦେଖୁଥିବା, ଟିଭି ଦେଖୁଥିବା, କମ୍ପ୍ୟୁଟର ଦେଖୁଥିବା, ଆଉ କିନ୍ତୁ ସେତେବେଳେ ଯୀଶୁ ଆସିବେ, ସେତେବେଳେ ଆମମାନଙ୍କର ପୁରସ୍କାରକୁ ଆମେ ହରେଇବା। ଜଣେ ବ୍ୟକ୍ତିଙ୍କୁ ଆତ୍ମିକ ଭାବରେ ପ୍ରଥମ ପ୍ଲାଟଫର୍ମ ହଉଛି ମୋବାଇଲ ଆଉ ଟେକ୍ନୋଲୋଜି ନିଦ୍ରାଳୁ କରେ। ସେ ବଢିବା ପାଇଁ ତା ଜୀବନରେ କଷ୍ଟକର ହୁଏ। ହୁଏତ ଆଜିକାଲି ଯୁଗରେ ଦେଖିବେ ହଜାର ହଜାର, ଆମ ହୁଏତ 400 500 ଚ୍ୟାନେଲ ସବୁ ବାହାରିଲାଣି। ଆମେ ଏତେ ଅଭ୍ୟସ୍ତ, ଆମମାନେ ଆଉ ଜାଣି ଶୁଣି ମଧ୍ୟ ସେ ଜାଗାରେ ଆମକୁ ଆଉ ସେ ଜାଗାରୁ ଆମେ ନିସ୍ତାର ହେଇପାରୁନା। ଆପଣ ଦେଖିବେ ଛୋଟ ଛୁଆ ଗୋଟେ 6 ମାସ 7 ମାସର ଛୁଆକୁ ଯଦି ମୋବାଇଲ ଦେଇଦେବେ, ତେବେ ସେ ଧରିଥିବ, ତାକୁ ଛଡେଇଲେ ସେ କାନ୍ଦ ବସେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ କହିବାର କଥା ହଉଛି ଆପଣମାନଙ୍କୁ ଯେ ଆଜିର ଯୁଗରେ ପ୍ରଭୁ ପ୍ରିୟ ହେବା ପାଇଁ ହେଲେ ଆମମାନଙ୍କୁ ଡିଜିଟାଲ ର ଫର୍ମ, ଯୋଉ ମୋବାଇଲ, ଯୋଉ ଟିଭି ଯୋଉଗୁଡାକ ଅଛି ତାକୁ ଛାଡିବାକୁ ପଡିବ। ତାକୁ ଆମମାନେ ଯେତେବେଳେ ଛାଡିବା, ସେତେବେଳେ ଆମେ ମାନେ ପ୍ଲାଟଫର୍ମକୁ ଆସିପାରେ। ମୁଁ ମନା କରୁନାହିଁ ଯେ ଆପଣ ମାନେ ଛାଡି ଦିଅନ୍ତୁ, ମୋବାଇଲ ଧରନ୍ତୁ ନା, ଏ କଥା ନାହିଁ। କିନ୍ତୁ ସର୍ଭେରୁ ଜଣା ପଡୁଛି ଯେ ଆମମାନଙ୍କ ଜୀବନରେ ଆମେ ଏତେ ଅଭ୍ୟସ୍ତ, ମତେ ମିଶେଇ କରି, ମୁଁ ମଧ୍ୟ ସେଥିରୁ ବଞ୍ଚିତ ନୁହେଁ, ଆମେ ଆମମାନଙ୍କ ଜୀବନରେ ବେଳେ ବେଳେ ଆତ୍ମିକ ନିଦ୍ରାଳୁ ହେଇଯାଇଥାଉ। ତେବେ ଆତ୍ମିକ ନିଦ୍ରାଳୁର ପ୍ରଥମ ଗୁଣ ହଉଛି ତା ଅଭ୍ୟାସକୁ ସେ ତ୍ୟାଗ ନ କରିବା। ଦ୍ୱିତୀୟ କଥା, ଆତ୍ମିକ ନିଦ୍ରାଳୁର ଦ୍ୱିତୀୟ ଗୁଣ ହଉଛି ଯେ ଆମେ ଯେତେବେଳେ ଦେଖୁଛୁ ଆଜିକାଲି ବିଭିନ୍ନ ସମୟରେ ଆଉ ପ୍ଲାଟଫର୍ମକୁ ଆମେ ଦେଖୁଛୁ, ବିଭିନ୍ନ ପ୍ରଚାରକ ମାନେ ପ୍ରଚାର କରୁଛନ୍ତି। ଆଉ ସେମାନେ ଏଇଟା ଏଇଟା ହିଁ ଯୀଶୁ କହିଛନ୍ତି ଏଠି। ସେମାନେ ଆଉ ନିଜକୁ ବଡ ବଡ ପ୍ରଚାରକ ବୋଲି ମନେ କରନ୍ତି। ମନ ଗଢା କଥା କହନ୍ତି। ମନ ଗଢା କଥାରୁ ସାବଧାନ। ପ୍ରଭୁଙ୍କ ବାକ୍ୟ ଯୋଉମାନେ ପ୍ରଚାର କରନ୍ତି, ସେମାନଙ୍କ ମନ ଗଢା କଥା କହିବେ, ସେତେବେଳେ ଆପଣ ସାବଧାନ ହେଇଥିବେ। ଆମେ ଟିଭିରେ, ଆମେ ମୋବାଇଲରେ, ୟୁଟ୍ୟୁବରେ ଅନେକ ସମୟରେ ଦେଖୁଛୁ ଯେ ଏଇ ମନ ଗଢା କଥାକୁ ମଧ୍ୟ ବେଳେ ବେଳେ ଆମେ ବିଶ୍ୱାସ କରୁଛୁ। ସେଥିପାଇଁ ଯୀଶୁ ସେମାନଙ୍କୁ କହିଲେ ଯେ ମନାମରେ ଅନେକ ଆସିବେ, ଇଭେନ ମୁଁ ବୋଲିକରି କହିବେ, କିନ୍ତୁ ସେମାନଙ୍କ ମନ ଗଢା କଥାଟାରୁ ଜାଗ୍ରତ। ଯୋଉମାନେ ମନ ଗଢା କଥା ଶୁଣିବେ ସେମାନେ ଆତ୍ମିକ ନିଦ୍ରାଳୁ ହେଇଯିବେ। ପ୍ରସ୍ପେରିଟି ଗସ୍ପେଲ ଆପଣ ଆକୁ ସେମାନେ କହିବେ, ପ୍ରାର୍ଥନା କଲେ ଏମିତି ହେଇଯିବ, ସେମିତି ହେଇଯିବ, ସେମିତି ହେଇଯିବ। କିନ୍ତୁ ବାଇବେଲରେ ଲେଖାଯାଏ ଜଣେ ବିଶ୍ୱାସୀ ସୁନାରେ ଅଗ୍ନିରେ ପରୀକ୍ଷିତ ହେବ, ପ୍ରାଚ୍ୟରେ ପରୀକ୍ଷିତ ହବ। ତେବେ ଆଜିର ଯୁଗରେ ଆମମାନଙ୍କୁ ସାବଧାନ ହେବାକୁ ପଡିବ। ଏଇ ଯନ୍ତ୍ର ବାହାରିଛି, ଯୋଉ ମୋବାଇଲ ବୋଲଛୁ ନା କଣ, ମୋବାଇଲ, ଟିଭି, ଡିଜିଟାଲ ପ୍ଲାଟଫର୍ମ ପ୍ରଭୁଙ୍କ ନିକଟରୁ ଦୂରେଇ ନଉଛି। ମୋର ପ୍ରଥମ ପଏଣ୍ଟର ପ୍ରଥମ ଅଂଶ ସେଟା। ଦ୍ୱିତୀୟ କଥା ହଉଛି ପ୍ରସ୍ପେରିଟି ଗସ୍ପେଲ। ଯେତେବେଳେ ଲୋକମାନେ ଆଉ କୁହନ୍ତି ଏଇଟା ମିଳିବ, ସେଇଟା ମିଳିବ, ନିଶ୍ଚୟ ପ୍ରଭୁ ଦେବେ। ଆମେ ଯଦି ଯୀଶୁଙ୍କୁ ଗ୍ରହଣ କରିଛୁ, ସେ ନ ଦେଇକି ନାହିଁ। ଆମ ପ୍ରାର୍ଥନାକୁ ସେ ଶୁଣିବେ, କିନ୍ତୁ ବେଳେ ବେଳେ ଆମ ପ୍ରାର୍ଥନା ବି ଶୁଣନ୍ତି ନାହିଁ। ଆପଣ ଭାବନ୍ତୁ ନାହିଁ ପ୍ରାର୍ଥନା ଶୁଣିଲେ ହିଁ ସେ ଦେବେ। ତେବେ ଆମମାନଙ୍କୁ ପ୍ରଭୁ ଏଇ କଥା ଶିଖାନ୍ତି ଯେ ଆଜିର ବାକ୍ୟ ଦ୍ଵାରା, ଯେ ଆମମାନଙ୍କର ଜୀବନକୁ ନଷ୍ଟ କରେ ଏଇ ଯୋଉ ଡିଜିଟାଲ ପ୍ଲାଟଫର୍ମ, ନଷ୍ଟ କରେ ଏଇ ଯୋଉ ମନଗଢା କଥା ଗୁଡାକ। ସେଥିପାଇଁ ଆମେ ଜାଗ୍ରତ ହେଇଦେବାକୁ ପଡିବ। ତୃତୀୟ କଥା, ମୋର ପ୍ରଥମ ପଏଣ୍ଟର ତୃତୀୟ କଥା ହଉଛି ଯେ ଆମେ ଆତ୍ମିକ ଭାବେ ଏଥିପାଇଁ ନିଦ୍ରିତ ଅଟୁ, ଆମେ ଆଗକୁ ବଢି ନ ପାରୁ। ସେଇଟା ହଉଛି ଯେ ଆମେ ଈଶ୍ୱରଙ୍କ ବାକ୍ୟକୁ ଅବହେଳା କରିଥାଉ, କମ୍ପ୍ରମାଇଜ କରିଥାଉ। ଛୋଟିଆ ମୋଟିଆ ଭୁଲ କଲେ କିଛି ହବ ନାହିଁ ବୋଲିକରି ଆମେ ଭାବିଥାଉ। ମନ୍ଦ ଲୋକ ସାଙ୍ଗେ ମିଶି ବେଳେ ବେଳେ ମନ୍ଦ କଥା ହେଇଥାଉ, ସମର୍ପିତ କରିଥାଉ।
ଯୀଶୁ ତ ଦୟାଳୁ, ପ୍ରଭୁ ତ ଦୟାଳୁ, ଆମେ ପ୍ରାର୍ଥନା କଲେ କ୍ଷମା ମିଳିବ। ବେଳେ ବେଳେ ଏଇ ମିଛ କଥା କହିବାରେ ଆମେ ଏତେ ଏତେ ଆକର୍ଷିତ ଆମେ ହେଇଥାଉ, ଲୋକ ଯେତେବେଳେ ମିଛ କଥା କହିଲେ ସେତେବେଳେ ଆମେ ତାକୁ ସମର୍ଥନ କରିଥାଉ। କମ୍ପ୍ରମାଇଜ ଜୀବନ ଏକ ଆ ଅଭିଶାପର ଜୀବନ ଅଟେ, କିଛି ହବ ନାହିଁ। ପୁରୀ ଯାଉଥିଲି ମୁଁ, ମୋର ଜଣେ ସାଙ୍ଗ ଖ୍ରୀଷ୍ଟିଆନ ଲୋକ ଆସିଥିଲେ, ପାଖରେ ଆଉ ଜଣେ ବସିଥିଲେ, ସେ ତାଙ୍କୁ ପ୍ରସାଦ ଦେଲାରୁ ଖାଇ ପକେଇଲେ। ସେ ମୁଁ କହିଲି ଖାଇବେ ନା, କିଛି ହବ ନାହିଁ, ଗୋଟେ ଦିନ ଖାଇଲେ କଣ ହେଇଯିବ, କାଲି କିନ୍ତୁ ଯିବି ଗିର୍ଜା ଯିବି ପ୍ରାର୍ଥନା କରିବି ଆଉ। ଶିକ୍ଷକ ମାନେ ମଧ୍ୟ ବେଳେ ବେଳେ ଚାକିରି କରୁଛନ୍ତି, ବେଳେ ବେଳେ ସରକାରକୁ ଡରି କରି ଖାଇଦିଅନ୍ତି। ବେଳେ ବେଳେ ପୂଜା ଜିନିଷ ଗୁଡାକ ଖ୍ରୀଷ୍ଟିଆନ ଲୋକମାନେ ଖାଇଦିଅନ୍ତି। କମ୍ପ୍ରମାଇଜ ଲାଇଫ, ସେଥିରୁ ବଞ୍ଚିତ ହେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଖାନ୍ତି। ତୃତୀୟ ଜିନିଷ ଆମକୁ ନଷ୍ଟ କରୁଛି, ଆମେ ଯେତେବେଳେ ସାଲିସ ମାଲିସ କରୁ, ମିଛ କଥା କହିଦଉ, ଟିକେ ହେଲେ କଣ ଦଉ। ସେଥିପାଇଁ ଯୀଶୁ କହିଲେ ଯେତେବେଳେ ତାଙ୍କର ଆଗମନ ହବ, ଯଦି କମ୍ପ୍ରମାଇଜ ଜୀବନ ଆମେ କାଟୁଛୁ, ତେବେ ତାଙ୍କ ରାଜ୍ୟକୁ ଯାଇପାରିବ ନାହିଁ। ସେଥିପାଇଁ ସେ ପ୍ରାୟ 3 ଥର କହନ୍ତି ତୁମମାନେ ଜାଗ୍ରତ ଥାଅ, ଜାଗ୍ରତ ଥାଅ। ଶିଷ୍ୟମାନେ ଜାଣିନଥିଲେ ଆଗକୁ କଣ ହବ, ଆଜି ବି ଆମେ ଜାଣିନାହିଁ କାଲିକି କଣ ହବ। କିନ୍ତୁ ଯୁଗର ଶେଷ ସମୟ ବୋଲି ଆମେ ଅନେକ ମନେ କରୁ, ଆମେ ପ୍ରାର୍ଥନା କରୁ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ। ଆମକୁ ଯୋଉ ଆତ୍ମିକ ନିଦ୍ରା ଆଣିଦେବାର ଅସ୍ତ୍ର 3ଟି ମୁଁ କହିଲି। ପ୍ରଥମ ଅସ୍ତ୍ର ହଉଛି ଆପଣଙ୍କର ମୋବାଇଲ, ଡିଜିଟାଲ ପ୍ଲାଟଫର୍ମ। ଦ୍ୱିତୀୟ ଅସ୍ତ୍ର କହିଲି ପ୍ରୋସ୍ପେରିଟି ଗସ୍ପେଲ ନହେବା କଥା ହେଲା ବୋଲିକି ଲୋକ କହିବେ। ତୃତୀୟ କଥା ମୁଁ ଆପଣମାନଙ୍କୁ କହିଲି ଯେ ଆମେ କମ୍ପ୍ରମାଇଜ ଲାଇଫ ଯେତେବେଳେ କାଟିବା, ଆମେ ଜାଗ୍ରତ ହେଇପାରିବା ନାହିଁ। ଆଉ ତାକୁ ପ୍ରଥମ କାଟାଗିରିରେ ଆମେ ଦେଖୁଛୁ ଯେ ଜଣେ ଆତ୍ମିକ, ଜଣେ ନିଦ୍ରାଳୁ ହେଇଯିବା। ଆମେ ଯେତେବେଳେ ଆଉ ଲାଉଦିକିଆ ମଣ୍ଡଳୀକୁ ଦେଖୁ, କେହି ଜଣେ ମତେ ପଢି ସାହାଯ୍ୟ କରିବେ। ରେଭେଲେସନ ବୁକ୍, ପ୍ରକାଶିତ ପୁସ୍ତକ 3 ଅଧ୍ୟାୟ 14 ପଦରୁ ଆମେ ଯଦି ପଢିବା 20 ପଦ ପର୍ଯ୍ୟନ୍ତ, ସେ ଜାଗାରେ ଲାଉଦିକିଆ ମଣ୍ଡଳୀର କଥା ଲେଖାଯାଏ। ଲାଉଦିକିଆ ମଣ୍ଡଳୀ, ଲାଉଦିକିଆ yes ma'am, ପଢନ୍ତୁ। ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ, ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, ଆମ୍ଭେ ଆମ୍ଭେ ତୁମର କର୍ମ ଜାଣୁ, ତୁମେ ଶୀତଳ ନୁହଁ କି ଉଷ୍ମ ହିଁ ନୁହଁ। ତୁମେ ଶୀତଳ କି ଉଷ୍ମ ହେଲେ ଭଲ ହୁଅନ୍ତା। ଏଣୁ ତୁମ୍ଭେ ଶୀତଳ କି ଉଷ୍ମ ନ ହୋଇ ଇଷ୍ମ ଦୁଷ୍ମ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ। ତୁମ୍ଭେ କହୁଅଛ, ମୁଁ ଧନୀ, ମୋର ବହୁ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ। ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ। ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ଆଉ ତୁମ୍ଭ ଉଲଙ୍ଗତା ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ। ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ। ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ଆମେନ୍। ଥ୍ୟାଙ୍କ ୟୁ ମା, ଥ୍ୟାଙ୍କ ୟୁ ଫର ଭଲ ବାଇବଲ ପଢିଥିବାରୁ ବହୁତ ଧନ୍ୟବାଦ। ତେବେ ଆମେ ଦେଖୁଛୁ ଲାଉଦିକିଆ ମଣ୍ଡଳୀ, ଏମାନେ ଏଇଟା ଗୋଟେ ଧନୀ ମଣ୍ଡଳୀ ଥିଲା। ଏମାନଙ୍କର ପାଖରେ ଆଉ ସବୁ କିଛି ଥିଲା। ସେମାନଙ୍କର ବିଶ୍ୱାସ ଥିଲା ଯଦି ଏଇ ଯୋଉ ସାମ୍ରାଜ୍ୟ ହଟିଯିବ, ଯଦି କୌଣସି କଷ୍ଟ ହବ, ଦୁଃଖ ଆସିଲେ ମଧ୍ୟ ଆମ ପାଖରେ ଧନ ଅଛି, ସମ୍ପତ୍ତି ଅଛି, ଆମେ ସବୁ କିଛି କରିପାରିବୁ। ସେମାନେ ନିଜକୁ ଗର୍ବ କରୁଥିଲେ। ଆଉ ସେମାନେ ସ୍ୱାର୍ଥପର ଲୋକମାନେ ଥିଲେ। ସେଲ୍ଫ ରାଇଚିୟସନେସ ତାଙ୍କ ପାଖରେ ବେଶୀ ଥିଲା। ଆତ୍ମଧାର୍ମିକ, ଆତ୍ମ ବଡିମା, ନିଜକୁ ବଡ ବୋଲିକରି ମନେ କରୁଥିଲେ ସେମାନେ। ଇଭେନ କୌଣସି ପ୍ରକାର ଇକୋନୋମିକ ନଷ୍ଟ ହେଇଗଲେ ମଧ୍ୟ, ଇକୋନୋମିକ ର ଆଉ ଯୋଉ ଆର୍ଥିକ ସ୍ଥିତି ଆମ ଦେଶର ନଷ୍ଟ ହେଇଗଲେ ମଧ୍ୟ ଆମେ ବଳବାନ ବୋଲିକରି କହୁଥିଲେ। 60 ମସିହାରେ ସେତେବେଳେ ଏକ ଦୁର୍ଗତି ହେଇଥିଲା, ସେତେବେଳକୁ ମଧ୍ୟ ସେମାନେ ଭାବିଥିଲେ ଯଦି ଭୂମିକମ୍ପ ହେଇଥିଲା, ଏଇ ଯୋଉ ଭୂମିକମ୍ପରେ ଆମ ଘର ଦ୍ୱାର ନଷ୍ଟ ହେଇଗଲେ ମଧ୍ୟ ଆମେ ବଳବାନ ବୋଲିକରି ସେମାନେ ଭାବିଥିଲେ। କିନ୍ତୁ ଜଗତର ଧନ ଈଶ୍ୱରଙ୍କ ଦୃଷ୍ଟିରେ ଶୂନ୍ୟ ଅଟେ। ଆପଣ ଯେତେ ଧନ ଥାଉ, ଈଶ୍ୱରଙ୍କ ଦୃଷ୍ଟିରେ ଜିରୋ ଅଟେ। ଏମାନେ ଦେଖିଲେ they have everything, ସେମାନଙ୍କ ପାଖରେ ସବୁ ଅଛି, ଧନ ଅଛି, ସମ୍ପତ୍ତି ଅଛି, ସୁନା ଅଛି, ରୂପା ଅଛି, ସବୁ ଦିନ ଅଛି, କିନ୍ତୁ ସେମାନଙ୍କ ପାଖରେ ଈଶ୍ୱର ନାହାନ୍ତି।
ସେମାନେ ନିଦ୍ରିତ ଅଟନ୍ତି, ସେମାନେ ଶୋଇଛନ୍ତି, ସେମାନେ ଜାଗ୍ରତ ନୁହନ୍ତି। ସେଥିପାଇଁ ଆମେ ଦେଖୁଛୁ ଏଇ ଯୋଉ 17-18 ପଦରେ ଆମେ ଯେତେବେଳେ ଆମେ ଦେଖୁଛୁ ସେମାନେ କ୍ୱାଲିଟି, ସେମାନେ ଅନ୍ଧ, ସେଇ ପଦ ପଢିଦିଅ ତମା। ଆଉ ଆଜ୍ଞା ପଢୁଛି। ହୁଁ, ତୁମ୍ଭେ କହୁଅଛ ମୁଁ ଧନୀ, ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ। ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ। ତୁମେ କହୁଛ ମୁଁ ଧନୀ, ତୁମେ ଦୁର୍ଭାଗା, ତୁମେ ଅନ୍ଧ, ତୁମେ ଉଲଙ୍ଗ, ତୁମକୁ ବସ୍ତ୍ର କିଣିବାକୁ ପଡିବ, ଶୋଇଛ ତୁମେ। ଆଜିର ଦୁନିଆରେ ଆମେ ଯେତେବେଳେ ଦେଖୁଛୁ, ଆମେ ଖ୍ରୀଷ୍ଟିଆନ ବୋଲି ଅନେକ ସମୟରେ ଆମେ ନିଜକୁ ଗର୍ବ କରିଥାଉ, ଆମେ ଭାବୁଥାଉ ସବୁ କିଛି ମୋ ପାଖରେ ଅଛି। ଆଜିର ଜଗତରେ ଯାହା ପାଖେ ସମ୍ପତ୍ତି ଅଛି, ସେ ଯେତେ ଖରାପ ଗୁଣ ଥିଲେ ମଧ୍ୟ ଷ୍ଟେଜରେ ଚର୍ଚ୍ଚରେ ବସି ପଡନ୍ତି। ଆମେ ଅଧିକ ସମ୍ମାନ ଦେଇଥାଉ ଧନ ସମ୍ପତ୍ତିର। ଯେତେ ପ୍ରଭୁ ପିଓର ହେଇଥିବେ ଆପଣ, କେ ସମ୍ମାନ ଦେବେ ନାହିଁ ଆପଣଙ୍କ ପାଖେ ଧନ ସମ୍ପତ୍ତି ନାହିଁ କହିଲେ। ସେଥିପାଇଁ ମାନେ ଧନ ପାଇଁ ଗର୍ବ କରୁଥିଲେ ଦାଉଦିକିଆ ମଣ୍ଡଳୀ। କିନ୍ତୁ ଯୀଶୁ କହିଲେ, ଈଶ୍ୱରଙ୍କର ବାକ୍ୟ ଲେଖା, ତୁମେ ଦରିଦ୍ର, ତୁମେ ଅନ୍ଧ, ତୁମେ ବସ୍ତ୍ରହୀନ, ତୁମେ ଆତ୍ମିକ ନିଦ୍ରାଳୁ ଅଟ। ପ୍ରଥମ ଗୋଷ୍ଠୀର ଲୋକ ସେମାନେ ଅଛନ୍ତି ଆତ୍ମିକ ନିଦ୍ରାଳୁ ଅଟନ୍ତି, ଆତ୍ମିକ ଭାବରେ ନିଦ୍ରିତ ଅଟନ୍ତି, ଆମେ ଯାହା ଦେଖିବାକୁ ପାଇଲୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଈଶ୍ୱରଙ୍କର ବାକ୍ୟ ଏଇ କଥା ଆମମାନଙ୍କୁ କହେ, ଆମେ ଯେତେବେଳେ ସାବଧାନ ନ ହେବା, ଆମମାନଙ୍କୁ ଏଇ ଜଗତର ଏତେ ଗୁଡେ ଏଇ ଯୋଉ କଳ କୌଶଳ ଆମମାନଙ୍କୁ ନିଦ୍ରିତ କରିକରି ଆମମାନଙ୍କୁ ରଖିବ। ତେଣୁକରି ପ୍ରଥମ ପଏଣ୍ଟ ଆମେ ଦେଖିଲୁ ଯେ ଈଶ୍ୱରଙ୍କର ଲୋକମାନେ ସେମାନେ ନିଦ୍ରିତ ଅଟନ୍ତି, ଆତ୍ମିକ ନିଦ୍ରିତ। ସେଥିପାଇଁ ଆମେ ଆତ୍ମିକରୁ ନିଦ୍ରିତରୁ ଆମେ ଜାଗ୍ରତ ହେବାକୁ ପଡିବ। ଦ୍ୱିତୀୟ କଥା ଆମେ ମାନେ ଦେଖିବା, ଆଉ ଆମେ ଦ୍ୱିତୀୟ କଥା ଦେଖିବା, ମୁଁ ସେଇ କଥା ଆପଣ ମାନଙ୍କୁ କହୁଥିଲି ଯେ ସେମାନେ ଆଉ ନିଜକୁ, ମୁଁ କେତେ ସମୟ ପର୍ଯ୍ୟନ୍ତ ଯିବି ଫିରୋଜ ଆଜ୍ଞା? ଆଉ ଓକେ, ଥ୍ୟାଙ୍କ ୟୁ ଭେରି ମଚ୍। ତେବେ ଦ୍ୱିତୀୟ କଥା ଆମେ ଦେଖିଲୁ ଯେ ସେମାନେ, ପ୍ରଥମ କଥା ହଉଛି ଆମେ ଆତ୍ମିକ ନିଦ୍ରାଳୁ କଥା ଦେଖିଲୁ। ଦ୍ୱିତୀୟ କଥା ହଉଛି ସେମାନେ ହଉଛନ୍ତି କମିଟମେଣ୍ଟ ନିଦ୍ରାଳୁ। କମିଟମେଣ୍ଟ ନିଦ୍ରାଳୁ ସେମାନେ ହଉଛନ୍ତି ଯୋଉମାନଙ୍କ ଜୀବନରେ ଆଉ କମିଟମେଣ୍ଟ ଅଛି କିନ୍ତୁ ସେମାନେ ଜାଗ୍ରତ ନୁହନ୍ତି। ଆମେ ଯେତେବେଳେ କମିଟମେଣ୍ଟ ନିଦ୍ରାଳୁ କଥା ଆମେ ମାନେ ଦେଖୁଛୁ, ଆଉ ସେଠି ଆମେ ପିତରଙ୍କୁ ଦେଖିପାରୁଛୁ, ଜୁନସଙ୍କୁ ଦେଖିପାରୁଛୁ, ସେମାନେ ଈଶ୍ୱରଙ୍କ କାର୍ଯ୍ୟ ପାଇଁ ସେମାନେ ଉତ୍ସର୍ଗୀକୃତ କିନ୍ତୁ ଅବହେଳିତ। ଈଶ୍ୱରଙ୍କ କାର୍ଯ୍ୟ ପାଇଁ ସେମାନେ ସମ୍ପୂର୍ଣ୍ଣ ଭାବେ ସେମାନେ ଆଉ ଉତ୍ସର୍ଗୀକୃତ, ମାତ୍ର ଜୀବନରେ ଯେତେବେଳେ କଷ୍ଟ ଆସୁଛି ସେମାନେ ବେଳେ ବେଳେ ଭୁଲି ଯାଉଛନ୍ତି। ଏପରିକି ପିତର ଯୀଶୁଙ୍କ ସାଙ୍ଗରେ ଥିଲା ବେଳକୁ କୁକୁଡ଼ା ନ ଡାକୁଣୁ 3 ଥର ସେ ଅସ୍ୱୀକାର କଲେ। ଦେୟାର କମିଟମେଣ୍ଟ, ତାଙ୍କ ଜୀବନ ଦେଇଥିଲେ, ମାଛ ଛାଡିକରି ଆସିଥିଲେ, ଜାଲ ଛାଡିକରି ଆସିଥିଲେ, ଧନ ସମ୍ପତ୍ତିକି ଆସିଥିଲେ, କିନ୍ତୁ ଦୁଃଖ ଯେତେବେଳକୁ ଆସିଲା ସେତେବେଳେ ସେ ଅସ୍ୱୀକାର କଲେ। ଜୁନସଙ୍କ ଜୀବନରେ ମଧ୍ୟ ଆମେ ଦେଖୁଛୁ, ଦକ୍ଷିଣ ଅଞ୍ଚଳର ଯେ ଭାବବାଦୀ ଥିଲେ, ଉତ୍ତରାଞ୍ଚଳର ଭାବବାଦୀ ଥିଲେ, ସେ ପ୍ରଭୁ ତାଙ୍କୁ ଯେତେବେଳେ କହୁଥିଲେ ସେ କମିଟେଡ୍ ପର୍ସନ, ବାକି ସମସ୍ୟା ଆସିଲା ପରେ ସେ ଭୁଲି ଯାଉଛନ୍ତି। କମିଟମେଣ୍ଟ ନିଦ୍ରାଳୁ ଆମମାନେ, କମିଟମେଣ୍ଟ ନିଦ୍ରାଳୁ, ପ୍ରଭୁଙ୍କ କାମ ପାଇଁ ଆସିଛୁ, ଭଲ ହେଇଛି ଆମେ ବାଛିଛୁ, ବାହାରିଛୁ, ଆଉ କିନ୍ତୁ ସମସ୍ୟା ଦୁଃଖ ଆସିଲେ ଆମମାନେ ପଛ ଘୁଞ୍ଚାଇଥାଉ। ସେଥିପାଇଁ ଯୀଶୁ ଏଠି କହନ୍ତି ଯେ ତୁମମାନେ ସାବଧାନ, ତୁମର କମିଟମେଣ୍ଟ ସବୁଦିନ ପାଇଁ ରହି ନପାରେ। ସାବଧାନ, ତୁମେ ଯଦି ତୁମେ ଯଦି ସାବଧାନ ନ ହବ, ତେବେ ତୁମର କମିଟମେଣ୍ଟକୁ ତୁମେ ରକ୍ଷା କରିପାରିବ ନାହିଁ। କଥା ପ୍ରୋକ୍ରାସନ ସ୍ଲମ୍ବର ବୋଲେ ଆମେ ଜାଣି ଶୁଣି ଚେଇଁଥିବା ନିଦ୍ରାଳୁ ଅଟୁ। ସରେଇଦେବି ମୁଁ 2 ମିନିଟରେ। ଜାଣି ଶୁଣି ଶୋଇଥିବା ନିଦ୍ରାଳୁ ଅଟୁ। ଆମ ପାଖେ ଆମେ ଜାଣି ଶୁଣି ଶୋଉଛୁ, କିଛି ହବ ନାହିଁ, କାଲିକି କଣ ହବ, ଜାଗ୍ରତ ଆମକୁ କରାଉଛି, କିଛି ହବ ନାହିଁ, କ୍ଷମା ମାଗିଦେବି। ତେବେ ଏସବୁ ଜିନିଷ ଆମମାନଙ୍କୁ ଈଶ୍ୱରଙ୍କ ଠାରୁ ଦୂରେଇ ରଖେ।
ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜିର ବାକ୍ୟରେ ଯୋଉ ମାର୍କ ପୁସ୍ତକରେ ଲେଖାଯାଏ ଯୀଶୁଙ୍କର ଆଗମନ ଅତି ସନ୍ନିକଟ। ତେଣୁ ଯୀଶୁ ଶିଷ୍ୟମାନଙ୍କୁ କହନ୍ତି, ତୁମମାନେ ଜାଗ୍ରତ ହୋଇଥାଅ। ତୁମମାନେ ଯଦି, ପ୍ରଥମ କଥା ମୁଁ କହିଲି, ଆଉ ଖ୍ରୀଷ୍ଟିଆନ ଲୋକମାନେ ଆତ୍ମିକ ଭାବେ ନିଦ୍ରିତ ଅଟନ୍ତି। ଖ୍ରୀଷ୍ଟିଆନ ଲୋକମାନଙ୍କର କମିଟେଡ ଭାବେ ନିଦ୍ରିତ ଅଛନ୍ତି, କମିଟେଡ ଲୋକ ନିଦ୍ରିତ ଅଛନ୍ତି। ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ପ୍ରୋକାସନ ବୋଇଲେ ଆଗକୁ କଣ କରିବାର ଅଛି, କାଲିକି କରିବି, ପର ଦିନକୁ କରିବି, ଏବେ କରିବି, ଘଣ୍ଟାଟି ପରେ କରିବି, ସେ ଭାବରେ ମଧ୍ୟ ଆମେ ପ୍ରୋକାସନ ସ୍ଲମ୍ବର ବୋଲି ତାକୁ କହନ୍ତି। ଯୋଉମାନେ କି ଆଗାମୀ କାର୍ଯ୍ୟକୁ ଜାଣିକରି ମଧ୍ୟ ଆମେ ନିଦ୍ରିତ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ତେବେ ଆମମାନଙ୍କ ପାଇଁ ମୁଁ 3ଟା ନିଦ୍ରା କଥା କହିଲି ଏବଂ ପ୍ରଥମ ପଏଣ୍ଟରେ ମୁଁ ଆପଣମାନଙ୍କୁ କହିଲି ଯେ ଆମମାନଙ୍କ ଜୀବନକୁ ଡିଜିଟାଲ ପ୍ଲାଟଫର୍ମ ନଷ୍ଟ କରେ, ଆମମାନଙ୍କ ଜୀବନକୁ ପ୍ରସ୍ପେରିଟି ଗସ୍ପେଲ ନଷ୍ଟ କରେ, ଆମମାନଙ୍କ ଜୀବନକୁ ଆଉ ଯେତେବେଳେ କମ୍ପ୍ରମାଇଜ କରୁ ତାକୁ ମଧ୍ୟ ଆମମାନଙ୍କୁ ନଷ୍ଟ କରେ। ଏବେ ପ୍ରଭୁ ଆମମାନଙ୍କୁ ସାବଧାନ ଜୀବନ କାଟିବାକୁ ସାହାଯ୍ୟ କରନ୍ତୁ। ସେଇଦିନ ଯୀଶୁଙ୍କର ଶିଷ୍ୟମାନଙ୍କୁ ଯୀଶୁ ଏଇ କଥା କହିଥିଲେ, ସାବଧାନ, ତମ ଜୀବନ ଯଦି ସାବଧାନ ନ ହବ, ତୁମ ଆତ୍ମିକ ଭାବରେ ନିଦ୍ରାଳୁ ହେଇଯିବ, ତୁମର କମିଟମେଣ୍ଟ ନିଦ୍ରିତ ହେଇକି ରହିବ ଏବଂ ତୁମର ଯୋଉ ଆବେଗ ଆଗକୁ କଣ କରିବାର ଅଛି ସେଥିପାଇଁ ତୁମେ ଆଗ୍ରହ ପ୍ରକାଶ କରିବ ନାହିଁ, ତୁମେ ନିଦ୍ରାରେ ରହିଯିବ। ତେବେ ନିଦ୍ରାରୁ ଜାଗ୍ରତ ହେବା ପାଇଁ ତୁମମାନେ ସଜେଗ ରହିବାକୁ ପଡିବ, ପ୍ରାର୍ଥନା କରିବାକୁ ପଡିବ। ପ୍ରଭୁ ଅନୁଗ୍ରହ କରନ୍ତୁ ଆମର ଏ ଗ୍ରୁପକୁ, ପ୍ରଭୁ କମିଟମେଣ୍ଟ ନିଦ୍ରାଳୁ ନ କରନ୍ତୁ, ଆମ ଗ୍ରୁପକୁ ଆତ୍ମିକ ନିଦ୍ରାଳୁ ନ କରନ୍ତୁ, ଆମ ଗ୍ରୁପକୁ ସଜାଗ ନିଦ୍ରାଳୁ ନ କରନ୍ତୁ। ସଜାଗ ନିଦ୍ରାଳୁ ଯୋଉ ଜାଣି ଶୁଣି ପରେ କରିବି, ସେ ପ୍ରକାର ବ୍ୟକ୍ତିକୁ ସଜାଗ ନିଦ୍ରାଳୁ ବୋଲି କହନ୍ତି। ଏବଂ ଆମମାନଙ୍କୁ ଏଇ ଯୋଉ ଡିଜିଟାଲ ପ୍ଲାଟଫର୍ମ ରୁ ଟିକେ ଦୂରେଇ ରହିବା, ଆମମାନେ ମିଠା କଥାରୁ ଟିକେ ଦୂରେଇ ରହିବା ଏବଂ ଆମମାନେ ମଧ୍ୟ ଆମେ କମ୍ପ୍ରମାଇଜ ଲାଇଫ ଯଦି ନ କାଟିବା, ତାହା ହଉଛି ସାବଧାନର ବାର୍ତ୍ତା ଯୀଶୁ ଦଉଛନ୍ତି। ଏଇଟା ହିଁ ମାର୍କ ପୁସ୍ତକ 13 ଅଧ୍ୟାୟରେ ଲେଖାଯାଏ, ତୁମେ ଜାଗ୍ରତ, ସାବଧାନ, ସାବଧାନ ନହେଲେ ଶୈତାନ ଆସିବ, ନଷ୍ଟ କରିବ, ଉପରେ ସୁନ୍ଦର ଥିବା ଭିତରେ ଆମକୁ ସବୁ କାମୁଡି ପକେଇବ। ପ୍ରଭୁ ଛୋଟିଆ ଚିନ୍ତାର ଆଶୀର୍ବାଦ କରନ୍ତୁ, ସମସ୍ତଙ୍କୁ ସାବଧାନର ଜୀବନ ଦିଅନ୍ତୁ ଏବଂ ପ୍ରସ୍ତୁତର ଜୀବନ ଦିଅନ୍ତୁ। ତାଙ୍କ ଆଗମନ ପାଇଁ ଆମେ ତିଆରି ହେବା। ନା ଧନ, ନା ସମ୍ପତ୍ତି, ନା ଜ୍ଞାନ, ନା ବୁଦ୍ଧି, ନା ଏଜୁକେସନ, କୌଣସି ବିଷୟ ଈଶ୍ୱରଙ୍କ ଦୃଷ୍ଟିରେ ଜିରୋ ଅଟେ, କେବଳ ତାଙ୍କର ଅନୁଗ୍ରହ। ଆସୁ ଆମେ ସମର୍ପିତ ହେବା ସେଥିପାଇଁ ପ୍ରଭୁଙ୍କ ଠାରେ ଆମମାନେ ଗୋଟେ ଆତ୍ମିକ ଭାବରେ ଜାଗୃତି ହେବା, କମିଟେଡ ଭାବେ ଜାଗୃତି ହେବା, ସଜାଗ ହେଇ ଜାଗୃତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ। ଆଉ